एलपीजी ग्राहकों ପାଇଁ ବଡ଼ ରାହତ। ହରମୁଜ ପାର କଲା ଏମଭି ସନଶାଇନ୍। ଆସୁଛି 34 ଲକ୍ଷ ସିଲିଣ୍ଡର। ବିଶ୍ୱ ବଜାରରେ ଏଲପିଜି ସଂକଟ ଏବଂ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତୀୟ ଗ୍ରାହକଙ୍କ ପାଇଁ ଦୁଇଟି ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଶକ୍ତି ନିରାପତ୍ତା କ୍ଷେତ୍ରରେ ଭାରତ ଏକ ବଡ଼ ସଫଳତା ହାସଲ କରିଥିବା ବେଳେ ଗ୍ୟାସ୍ ସିଲିଣ୍ଡର ଦରକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଖୁସି ଖବର ହେଉଛି ଭାରତକୁ ଏଲପିଜି ଯୋଗାଣ ନେଇ ଏନଆଇଏର ସୂଚନା ଅନୁଯାୟୀ ଭାରତ ଆସୁଥିବା ଏଲପିଜି ଟ୍ୟାଙ୍କର ଏମଭି ସନଶାଇନ୍ ବିଶ୍ୱର ସବୁଠାରୁ ସମ୍ବେଦନଶୀଳ ସାମୁଦ୍ରିକ ପଥ ହରମୁଜ ପ୍ରଣାଳୀକୁ ସଫଳତାର ସହ ଅତିକ୍ରମ କରିଛି। ଏହି ଜାହାଜରେ ପ୍ରାୟ 48,456 ଟନ୍ ଏଲପିଜି ରହିଛି। ଯଦି ଏହାକୁ ସାଧାରଣ ସିଲିଣ୍ଡର ହିସାବ କରାଯାଏ ତେବେ ଏହା ପ୍ରାୟ 34 ଲକ୍ଷ ସିଲିଣ୍ଡର ସହ ସମାନ। ମିଡିଆ ରିପୋର୍ଟ ଅନୁଯାୟୀ ଏହି ଜାହାଜ ଆସନ୍ତା ମେ 18 ସୁଦ୍ଧା ଭାରତୀୟ ସୀମାରେ ପହଞ୍ଚିବାର ଆଶା କରାଯାଉଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ଏହି ପଥ ଦେଇ ଯୋଗାଣ ବାଧାପ୍ରାପ୍ତ ହେବାର ଭୟ ଥିଲା। ଭାରତୀୟ ନୌସେନା ଏବଂ ସରକାରଙ୍କ ସ୍ୱତନ୍ତ୍ର ରାଜନୀତି ଯୋଗୁଁ ଏହା 15ତମ ଜାହାଜ ଭାବେ ସୁରକ୍ଷିତ ଭାବେ ବାହାରିଛି। ଆଉ ଗୋଟେ ଖୁସି ଖବରଟି ହେଉଛି ଗ୍ୟାସ୍ ଦରକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ହେଉଥିଲା ଯେ ଆନ୍ତର୍ଜାତୀୟ ଚାପ ଯୋଗୁଁ ଘରୋଇ ଗ୍ୟାସ୍ ସିଲିଣ୍ଡରର ଦାମ ବୃଦ୍ଧି ପାଇପାରେ, କିନ୍ତୁ ବର୍ତ୍ତମାନର ସୂଚନା ଅନୁଯାୟୀ ତୈଳ କମ୍ପାନୀଗୁଡ଼ିକ ସିଲିଣ୍ଡର ଦରରେ କୌଣସି ବୃଦ୍ଧି କରିନାହାନ୍ତି। ବର୍ତ୍ତମାନ ପାଇଁ 19 କେଜି କମର୍ସିଆଲ ସିଲିଣ୍ଡର ପୁରୁଣା ଦରରେ ହିଁ ଉପଲବ୍ଧ ହେଉଛି। ଏହି ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଏବଂ ଗ୍ୟାସ୍ ଦର ସ୍ଥିର ରହେ ତେବେ ଆଗାମୀ ଦିନରେ ଦର କମିବାର ସମ୍ଭାବନା ମଧ୍ୟ ରହିଛି।